ଧଉରା ସାହିରେ ଘରେ ନିଆଁ ଲାଗି 5 ବଖରା ଘର ଜଳି ସମ୍ପୂର୍ଣ୍ଣ ନଷ୍ଟ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଓଳିଆ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଧଉରା ସାହିରେ ଘରେ ଅଚାନକ ନିଆଁ ଲାଗି 5 ବଖରା ଘର ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବୁଧବାର ଦିବା 1 ଘଟିକା ସମୟରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଓଳିଆ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଧଉରା ସାହି ବାସିନ୍ଦା କେଶବ ମୁଣ୍ଡା, ବିପିନ ମୁଣ୍ଡା, ବିର୍ସା ମୁଣ୍ଡା ଓ ମହେଶ୍ୱର ମୁଣ୍ଡାଙ୍କ ଘରେ ଆଜି ଅଚାନକ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀମାନଙ୍କ ସହିତ ଯୋଗାଯୋଗ କରିଥିଲେ। ଦମକଳ ବାହିନୀର କର୍ମଚାରୀମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲାଗିଥିବା ନିଆଁକୁ ଆୟତ୍ତ କରିବା ବେଳକୁ 5 ବଖରା ଘର ଜଳି ସମ୍ପୂର୍ଣ୍ଣ ନଷ୍ଟ ହେବା ସହିତ ଘର ମଧ୍ୟରେ ଥିବା ଆସବାବପତ୍ର ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଡକ୍ଟର ପ୍ରଦୀପ ବଳ ସାମନ୍ତ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ସହଯୋଗର ହାତ ବଢ଼ାଇବା ସହିତ ଅସହାୟ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାରବର୍ଗଙ୍କୁ ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ ଡକ୍ଟର ପ୍ରଦୀପ ବଳ ସାମନ୍ତ।